ଶ୍ରୋତାବନ୍ଧୁ ନମସ୍କାର। ଆଜି ଶୁଣନ୍ତୁ, କେନ୍ଦୁଝର ଯୁବ ରେଡକ୍ରସର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର 2025ର ହୃଦୟାନୁଭୂତି। ଉପସ୍ଥାପନାରେ ମୁଁ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ମହାନ୍ତ। ଅନେକ ଖୁସିର ମୁହୂର୍ତ୍ତ ସାଉଁଟିବା ଲାଗି କେନ୍ଦୁଝର ଯୁବ ରେଡକ୍ରସ ପରିବାର ବର୍ଷ ତମାମ ପ୍ରତୀକ୍ଷା କରେ ଏହି 3 ଦିନିଆ ଶିବିରକୁ। ଏ ବର୍ଷ ବି ଥିଲା ସେହି ଧରଣର ବ୍ୟାକୁଳତା। ପତିତ ପାବନ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ମହୋତ୍ସବ। ଯୁକ୍ତ 2 ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ୱାଳ ମହୋଦୟ ଏହି କାର୍ଯ୍ୟକ୍ରମର ନେତୃତ୍ୱ ଦେଇଥିବା ବେଳେ ଯୁକ୍ତ 3 ଅଧ୍ୟକ୍ଷ ଶରତ କୁମାର ଜେନା ମହୋଦୟ ପୂର୍ଣ୍ଣ ପ୍ରାଣରେ ସହଯୋଗ ଯୋଗାଇ ଦେଇଥିଲେ। ମାନସିକ ଓ ଶାରୀରିକ ଶ୍ରମଦାନ କରି ଶିବିର ନିର୍ଦ୍ଦେଶକ ଜଗବନ୍ଧୁ ଜେନା ଅଧ୍ୟକ୍ଷ ଦ୍ୱୟଙ୍କର ସ୍ୱପ୍ନକୁ ବାସ୍ତବ ରୂପ ଦେଇଥିଲେ। 96 ଜଣ କର୍ମଚାରୀ ସଂଯୁକ୍ତ ଏହି ଶିକ୍ଷାନୁଷ୍ଠାନର ଭବ୍ୟ ରୂପ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। 3 ଡିସେମ୍ବର 2025ର ଶୀତୁଆ ସକାଳରେ ଅଜସ୍ର ଉତ୍କଣ୍ଠା ଧରି ଆମେ ପହଞ୍ଚିଲୁ ସାଇଁକୁଡ଼ ମହାବିଦ୍ୟାଳୟର ପ୍ରାଙ୍ଗଣରେ। ଗେଟ୍ ମୁହଁରୁ ସ୍ୱେଚ୍ଛାସେବୀମାନେ ଫୁଲ ଚନ୍ଦନ ଦେଇ ଆମମାନଙ୍କୁ ପାଛୋଟି ନେଲେ। ଆୟୋଜକ ମହାବିଦ୍ୟାଳୟର ପ୍ରତି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଓଠରୁ ମହୁ ବର୍ଷୁଥିଲା। ସବୁ ସ୍ୱେଚ୍ଛାସେବୀଙ୍କୁ ପରସା ଯାଇଥିଲା ରକ୍ତିମ ୟୁନିଫର୍ମ। ସମସ୍ତେ ଏହା ପିନ୍ଧି ସାରିଲା ପରେ ପତିତ ପାବନ ମହାବିଦ୍ୟାଳୟ ଏକ ଲାଲ ଗୋଲାପର ବଗିଚା ଭଳି ମନେ ହେଉଥିଲା। ପ୍ରାୟ 10:30ରେ ଉତ୍ତୋଳିତ ହେଲା ରେଡକ୍ରସ ପତାକା। ଆମେ ସବୁ ପତାକା ତଳେ ସ୍ୱାସ୍ଥ୍ୟ ସେବା ଓ ବନ୍ଧୁତା ପାଇଁ ନିଷ୍ଠାବାନ ରହିବାର ଶପଥ ନେଲୁ। ଆରମ୍ଭ ହେଲା ଉଦ୍ଘାଟନୀ ସଭା। ମୁଖ୍ୟ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର ଘୋଡ଼େଇ ମହୋଦୟ। ସଭାପତିତ୍ୱ ଦାୟିତ୍ୱ ତୁଲାଉଥିଲେ ଯୁକ୍ତ 2 ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ୱାଳ ମହୋଦୟ। ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁକ୍ତ 3 ଅଧ୍ୟକ୍ଷ ଶରତ କୁମାର ଜେନା ସାର୍। ସମ୍ମାନିତ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ ସାର୍, ବରିଷ୍ଠ ଯୁବ ରେଡକ୍ରସ ଉପଦେଷ୍ଟା ଡକ୍ଟର କୁଳମଣି ପ୍ରଧାନ ମହୋଦୟ ଏବଂ ମୁଁ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ମହାନ୍ତ। କ୍ୟାମ୍ପ ନିର୍ଦ୍ଦେଶକ ଜଗବନ୍ଧୁ ଜେନା ମଞ୍ଚ ତଦାରଖ କରୁଥିବା ବେଳେ ସଂଯୋଜନା ଭାର ତୁଲାଉଥିଲେ ବରିଷ୍ଠ ଅଧ୍ୟାପକ ନରେନ୍ଦ୍ର କୁମାର ସାହୁ ମହୋଦୟ। ଦିନ 12ଟାରେ ପ୍ରଥମ ଶିକ୍ଷା ଅଧିବେଶନ ଆରମ୍ଭ ହେଲା। ଅଧିବକ୍ତା ଡକ୍ଟର କୁଳମଣି ପ୍ରଧାନ ନିଜର ସମ୍ମୋହନୀ ବକ୍ତବ୍ୟରେ ରେଡକ୍ରସର ଇତିହାସ ବୟାନ କରି ପ୍ରତି ସ୍ୱେଚ୍ଛାସେବୀ ହୃଦୟରେ ସେବା ଭାବନା ଜାଗ୍ରତ କରାଇ ପାରିଥିଲେ। ଦିନ 2ଟା ବେଳକୁ ଲଞ୍ଚ ବ୍ରେକ୍। ଖିଆପିଆ ସହ ବନ୍ଧୁତାର ପର୍ବ। ସବୁରି ମନରେ ଅପୂର୍ବ ଆନନ୍ଦ ଝଲସି ଉଠୁଥାଏ। ଦିନ 3ଟାରେ ଆରମ୍ଭ ହେଲା ଦ୍ୱିତୀୟ ଶିକ୍ଷା ଅଧିବେଶନ। ବିଷୟ ଥିଲା HIV ଏଡ୍ସ। ଅଧିବକ୍ତା ଥିଲେ ଅଧ୍ୟାପକ ଚିନ୍ତାମଣି ବେହେରା। ନାଟକୀୟ ଢଙ୍ଗରେ ଆରମ୍ଭ ହୋଇଥିଲା ଏହି ଅଧିବେଶନ। ବହୁ ଉପାଦେୟ ତଥ୍ୟ ବଖାଣିଥିଲେ ଚିନ୍ତାମଣି ସାର୍। ସନ୍ଧ୍ୟା 6ଟାରୁ ଆରମ୍ଭ ହେଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ପ୍ରତିଯୋଗିତା। କେତେ ଆକର୍ଷଣୀୟ ନୃତ୍ୟଶିଳ୍ପୀ ଥିଲେ ଆମ ଗହଣରେ। ମୋ ଦୃଷ୍ଟିରେ ସମସ୍ତେ ହିଁ ପ୍ରଥମ ହେବାକୁ ଯୋଗ୍ୟ ଥିଲେ। ଲାଗୁଥିଲା ସରଗ ରାଇଜରେ ରମ୍ଭା, ଉର୍ବଶୀ, ମେନକା, ଚିତ୍ରସେନ ଆଦି ନୃତ୍ୟ କରୁଛନ୍ତି ସତେକି। ତାପରେ ଡିନର ବ୍ରେକ୍। ବନ୍ଧୁତାର ଦ୍ୱିତୀୟ ପର୍ବ। ହସ ଖୁସିରେ ଖିଆପିଆ ସରୁ ସରୁ ବାଜିଲା ରାତି 10। ସମସ୍ତେ ଫେରିଗଲୁ ନିଜ ନିଜର ବିଶ୍ରାମ କୋଠରୀକୁ। ନୂଆ ନୂଆ ବନ୍ଧୁମାନଙ୍କୁ ପାଇ ବିଶ୍ରାମ କୋଠରୀରେ କିଏ ବା ନିଦ୍ରା ଯାଏ ଯେ। ଚାଲିଲା ବିଭିନ୍ନ ଧରଣର ଗପ ସପ, ହସ ଖୁସି, ପ୍ରତିଭା ପ୍ରଦର୍ଶନ। ଥକିଲୁ। ତନ୍ଦ୍ରାଚ୍ଛନ୍ନ ହେଲା ଚକ୍ଷୁ ଯୁଗଳ ଯେବେ। ଅନିଚ୍ଛା ସତ୍ତ୍ୱେ ବି ଶୋଇପଡ଼ିଲୁ ସେବେ। ଏଥର ଦ୍ୱିତୀୟ ଦିବସର କାହାଣୀ। ସକାଳ 6ଟା 15ରୁ ଯୋଗାଭ୍ୟାସ ଆରମ୍ଭ ହେଲା। 8ଟା 15ରୁ 9ଟା 15 ଯାଏଁ ଜଳଖିଆ ଓ ବନ୍ଧୁତ୍ୱର ପର୍ବ। ପରେ ପରେ ଏସେ ଆଉ ଡିବେଟ୍ର ପ୍ରତିଯୋଗିତା। ଦିନ 10ଟାରେ ଦ୍ୱିତୀୟ ଅଧିବେଶନର ପ୍ରଥମ ଅଧିବେଶନ ଆରମ୍ଭ ହେଲା। ସାଇବର କ୍ରାଇମ୍
ଆଉ ରୋଡ୍ ସେଫ୍ଟି ଉପରେ ବକ୍ତବ୍ୟ ରଖିଥିଲେ ରାମଚନ୍ଦ୍ରପୁର ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁ ମହୋଦୟ। ଦ୍ୱିତୀୟ ଅଧିବେଶନରେ ଅଗ୍ନି ବିପର୍ଯ୍ୟୟ ପ୍ରଶମନ ପାଇଁ ଶିକ୍ଷା ଓ ତାଲିମ ଦେଇଥିଲେ ଘଷିପୁରା ଅଗ୍ନିଶମ ବିଭାଗ। ପ୍ରତି ଛାତ୍ରଛାତ୍ରୀଙ୍କ ଭିତରେ ଅସରନ୍ତି ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଥିଲା ଏହି ଅଧିବେଶନରେ। ଲଞ୍ଚ ବ୍ରେକ୍, ବନ୍ଧୁତ୍ୱର ଅମୃତ ମିଶା ଖାଦ୍ୟ ଖାଇ ଆନନ୍ଦରେ ଫାଟି ପଡ଼ୁଥିଲୁ ଆମେ। ଆରମ୍ଭ ହେଲା ଦ୍ୱିତୀୟ ଦିବସର ତୃତୀୟ ଅଧିବେଶନ। ବିଷୟ ହେଉଛି ନାରୀ ସଶକ୍ତିକରଣ। ଅଧିବକ୍ତା ଥିଲେ କୁଶଳେଶ୍ୱର ମହାବିଦ୍ୟାଳୟର ପୂର୍ବତନ ରେଡ୍କ୍ରସ୍ ଉପଦେଷ୍ଟା ବିଜୟ ସାହୁ ସାର୍। ପୁଣି ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଗୀତ ବୋଲା ପ୍ରତିଯୋଗିତା, ଗ୍ରୁପ୍ ଡ୍ୟାନ୍ସ, ନାଟକ, ଷ୍ଟାଣ୍ଡଅପ୍ କମେଡ଼ି, ଏମିତି କେତେ କ'ଣ। ଅଧ୍ୟାପକ ଅଧ୍ୟାପିକା ମାନେ ବି ନିଜ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ସାଉଁଟିଥିଲେ। ଅଳକା ମ୍ୟାଡ଼ାମ, ନିବେଦିତା ପଣ୍ଡା ମ୍ୟାଡ଼ାମ, ମହେଶ ପାତ୍ର ସାର୍, ପ୍ରଫୁଲ୍ଲ ପଣ୍ଡା ସାର୍, ଜଗବନ୍ଧୁ ସାର୍, ଦେବେନ୍ଦ୍ର କୁମାର ମିଶ୍ର ସାର୍ ଗୀତ ବୋଲି ସବୁରି ହୃଦୟରେ ଘର କରିନେଲେ। ମୁଁ ବି ମୋ ପ୍ରତିଭା ଦେଖାଇବାକୁ ପଛେଇ ନଥିଲି। ଆନନ୍ଦପୁର ଅଞ୍ଚଳରେ ମୋ ଉପସ୍ଥିତିର ଯେତେ ଡିଷ୍ଟ୍ରିକ୍ଟ କ୍ୟାମ୍ପ ହେଇଛି ସବୁଠି ରାଜ୍ୟପାଳ ପୁରସ୍କାର ବିଜେତା ପ୍ରଫୁଲ୍ଲ ପଣ୍ଡା ସାର୍ଙ୍କ ସ୍ନେହ ସାନ୍ନିଧ୍ୟ ବାରି ହୋଇପଡ଼ିଛି। ଏଥର ବି ସେ ସବୁ ଅନ୍ତେବାସୀଙ୍କ ପାଇଁ ମିଠା ନେଇ ଆସିଥିଲେ। ସେଇ ମିଠା ସବୁରୁ ତାଙ୍କର ସ୍ନେହର ପରଶ ଅନୁଭବ କରି ହେଉଥିଲା। ସନ୍ଧ୍ୟା ଆସରରେ ସବୁ ରେଡ୍କ୍ରସ୍ ଉପଦେଷ୍ଟା ବନ୍ଧୁମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ଦୁଇ ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ୱାଳ ସାର୍ ଏବଂ ଶରତ କୁମାର ଜେନା ସାର୍। ପୁଣି ନିଜ ନିଜର ବିଶ୍ରାମ କକ୍ଷରେ ମଧ୍ୟରାତ୍ରର ଆସର। ତୃତୀୟ ସକାଳ ଯୋଗରୁ ଆରମ୍ଭ। ପରେ ପରେ ସଡ଼କ ସୁରକ୍ଷା ରାଲି, ସ୍ୱଚ୍ଛତା ଅଭିଯାନ, ସବୁ କାର୍ଯ୍ୟକ୍ରମ ଆକର୍ଷଣୀୟ, ଅଭିନବ ଓ ହୃଦୟସ୍ପର୍ଶୀ ଢଙ୍ଗରେ ଆଗକୁ ବଢ଼ୁଥିଲା। ଅନବରତ କାର୍ଯ୍ୟକ୍ରମ ସତ୍ତ୍ୱେ ବି ଥକ୍କା ଜଣାପଡ଼ୁନଥିଲା। ତୃତୀୟ ଦିନର ଶିକ୍ଷା ଅଧିବେଶନର ଆରମ୍ଭରେ ଚିନ୍ତାମଣି ବେହେରା ସାର୍ ବ୍ଲଡ୍ ମୋଟିଭେସନର ଅଧିବକ୍ତା ଦାୟିତ୍ୱ ତୁଲେଇଥିଲେ। ଗ୍ଲୋବାଲ ୱାର୍ମିଂ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ସୁବୀର କୁମାର ଘୋଷ ମହୋଦୟ। ଫାଷ୍ଟ ଏଡ୍ ତାଲିମ ଦେଇଥିଲେ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଡକ୍ଟର ବିକ୍ରମ ମହାନ୍ତି। ଖିଆପିଆ ପରେ ଉଦ୍ଯାପନୀ ସଭା ଆରମ୍ଭ ହେଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡିଡି ୟୁନିଭର୍ସିଟିର ରେଜିଷ୍ଟ୍ରାର ସୁଶ୍ରୀ ପ୍ରତିଭା ପୃଷ୍ଟି ମହୋଦୟା। ସମ୍ମାନିତ ଅତିଥି ଥିଲେ ଡକ୍ଟର ଦାମୋଦର ରାଉତ। ଜିଲ୍ଲା ରେଡ୍କ୍ରସ୍ ତରଫରୁ ଆକର୍ଷଣୀୟ ଆତିଥ୍ୟ ପାଇଁ ଦୁଇ ଅଧ୍ୟକ୍ଷଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲୁ ଆମେ। ଏହାପରେ ସାର୍ଟିଫିକେଟ୍ ବଣ୍ଟା କାର୍ଯ୍ୟକ୍ରମ, ପତାକା ଅବତରଣ କାର୍ଯ୍ୟକ୍ରମ, ବିଦାୟ ମୁହୂର୍ତ୍ତ, ଲୁହ ଓ କୋହର ଫେଣ୍ଟା ଫେଣ୍ଟି ମୁହୂର୍ତ୍ତ। କିଛି ଅନ୍ତେବାସୀ ବିଦାୟ ନେଲେ, ଆଉ କିଛି ଦୂର ବାଟ ହେତୁ ଫେରି ପାରିଲେନି। ସମସ୍ତଙ୍କ ରହିବା ଓ ଖାଦ୍ୟପେୟର ବନ୍ଦୋବସ୍ତ ଠିକ୍ ସେମିତି ଥିଲା ଯେମିତି ଥିଲା ପୂର୍ବଦିନ। ସନ୍ଧ୍ୟାର ସବୁ ରେଡ୍କ୍ରସ୍ ଉପଦେଷ୍ଟାମାନେ ପ୍ରଫୁଲ୍ଲ ପଣ୍ଡା ସାର୍ ଆଉ ନିବେଦିତା ପଣ୍ଡା ମ୍ୟାଡ଼ାମଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ବାସଭବନରେ ଆତିଥ୍ୟ ନେଲୁ। ଆକର୍ଷଣୀୟ ଆତିଥ୍ୟ। କୃଷ୍ଣ ଯେମିତି ସୁଦାମାଙ୍କୁ ନିଜ ପ୍ରାସାଦରେ କୋଳେଇ ନେଇଥିଲେ, ଠିକ୍ ସେହିଭଳି ଆହ୍ଲାଦ ଅନୁଭବ କରିଥିଲୁ ପଣ୍ଡା ସାର୍ଙ୍କ ବାସଭବନରେ। କୁଶେଇ ଆଉ ବୈତରଣୀର କୂଳରେ ତାଙ୍କର ଘର ଆମକୁ ତୀର୍ଥକ୍ଷେତ୍ର ଭଳି ଲାଗିଥିଲା। ରାତି 8ଟାରେ ଫେରିଲୁ ସାଇଙ୍କୁଡ଼ ମହାବିଦ୍ୟାଳୟକୁ। ପଣ୍ଡା ସାର୍ ପଠାଇଥିବା ସରାଗଭରା ମିଠେଇ ଅନ୍ତେବାସୀ ସ୍ୱେଚ୍ଛାସେବୀଙ୍କୁ ବାଣ୍ଟିଲୁ। ମଧୁର ମୁହୂର୍ତ୍ତ ସବୁ ରୋମନ୍ଥନ କରୁ କରୁ ଶୋଇପଡ଼ିଲୁ। ଏଇ ତ୍ରିଦିବସୀୟ ଶିବିରର ସବୁ ଉପଦେଷ୍ଟା ମନ ପ୍ରାଣ ଦେଇ ନିଜ ନିଜର ଦାୟିତ୍ୱ ତୁଲେଇଥିଲେ। ଯୋଗା ଗୁରୁ ସୁରେଶ କୁମାର ଭୂୟାଁ ପ୍ରତ୍ୟହ ଯୋଗା ଶିଖାଇଥିଲେ। ଏସେ ଡିବେଟ୍ ଓ ସବୁ ଶିକ୍ଷଣ ପ୍ରତିଯୋଗିତା ଗୁଡ଼ିକର ନେତୃତ୍ୱ ନରେନ୍ଦ୍ର ଶତପଥୀ ସାର୍ ଦେଇଥିବା ବେଳେ ବିଚାରକ ଦାୟିତ୍ୱ ତୁଲେଇଥିଲେ ସୁରେଶ କୁମାର ଆଚାର୍ଯ୍ୟ ସାର୍, ଅଳକା ପାଢ଼ୀ ମ୍ୟାଡ଼ାମ, ନିବେଦିତା ପଣ୍ଡା ମ୍ୟାଡ଼ାମ, ରୀତା ଚାତାର ମ୍ୟାଡ଼ାମ, ନିବେଦିତା ଶୁକ୍ଳା ମ୍ୟାଡ଼ାମ, ୟୁରି ଚକ୍ର ମ୍ୟାଡ଼ାମ, ଶିବାନୀ ଧଡ଼ ମ୍ୟାଡ଼ାମ ଇତ୍ୟାଦି। ହେମନ୍ତ ସାର୍, ଗୋପୀନାଥ ପଣ୍ଡା ସାର୍, ପ୍ରଦୀପ୍ତ ସାହୁ ସାର୍, ସଞ୍ଜୟ ସାର୍, ଆନନ୍ଦଚନ୍ଦ୍ର ନନ୍ଦ ସାର୍, ରାଜେଶ ଦୀପ ସାର୍, ପ୍ରଭଞ୍ଜନ ସାର୍, ରାମଚନ୍ଦ୍ର ଗଡ଼ମାଝୀ ସାର୍, ଲଳିତ କୁମାର ମହାନ୍ତ ସାର୍ ଇତ୍ୟାଦି। ସଡ଼କ ସୁରକ୍ଷା ରାଲି ଆଉ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ଦେଇଥିଲେ ମନୀଷ କୁମାର ନନ୍ଦ ସାର୍ ଏବଂ ରଞ୍ଜନ କୁମାର ନାୟକ ସାର୍। ବରିଷ୍ଠ ଉପଦେଷ୍ଟା ନିହାର ରଞ୍ଜନ ସାମଲ
ଏବଂ ସନ୍ତୋଷ କୁମାର ସେନାପତି ସାର୍ ସବୁ କାର୍ଯ୍ୟକ୍ରମଗୁଡ଼ିକର ତତ୍ତ୍ୱାବଧାନ ଦାୟିତ୍ୱ ନେଇ ସୁଚାରୁ ସମ୍ପାଦନ କରିଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ସୁକଦେବ ତିରିଆ ପ୍ରଥମ ଦିବସରେ ନିଜର ସଦୟ ଉପସ୍ଥିତି ରଖିଥିବା ବେଳେ ଜିଲ୍ଲା ସମ୍ପାଦକ ମମତା ରାଣୀ ପଣ୍ଡା ମହୋଦୟା ଦ୍ୱିତୀୟ ଦିବସରେ ନିଜର ଉପସ୍ଥିତି ପ୍ରଦାନ କରିଥିଲେ। ଗୀତା ମାଙ୍କ ଅନୁପସ୍ଥିତି ବାରି ହିଁ ପଡ଼ୁଥିଲା। ପୂଜ୍ୟ ପୂଜା ପରମ୍ପରାକୁ ଆଗକୁ ବଢ଼ାଇବାକୁ ଯାଇ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଝୁମ୍ପୁରାର ବରିଷ୍ଠ ଉପଦେଷ୍ଟା ବିନାୟକ ମହାନ୍ତ ମହୋଦୟଙ୍କୁ ସଶ୍ରଦ୍ଧ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। କେନ୍ଦୁଝର ରକ୍ତଦାତା ପରିବାର ତରଫରୁ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ଡେମନଷ୍ଟ୍ରେଟର ସନ୍ଦୀପ ମହାନ୍ତଙ୍କୁ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। କେନ୍ଦୁଝର ରକ୍ତଦାତା ପରିବାର ତରଫରୁ ସ୍ୱର୍ଗତ ମୋନାଲିସା ରାଉତ ରକ୍ତବୀର ସମ୍ମାନ ପ୍ରଦାନ କରାଯାଇଥିଲା। କୁଶଳେଶ୍ୱର ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଞ୍ଜୟ କୁମାର ଜେନାଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର କରି 114 ଓ 120 ୟୁନିଟ୍ ରକ୍ତ ସଂଗ୍ରହର ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିରିଗିଡ଼ାକୁ ଓଡ଼ିଶା ରାଜ୍ୟ ରକ୍ତଦାତା ମହାସଂଘ ତରଫରୁ ସ୍ୱୀକୃତିପତ୍ର ପ୍ରଦାନ କରାଯାଇଥିଲା। ଗ୍ରହଣ କରିଥିଲେ ଦୁଇ ଉପଦେଷ୍ଟା ବନ୍ଧୁ ସନ୍ତୋଷ କୁମାର ସେନାପତି ଏବଂ ନରେନ୍ଦ୍ର କୁମାର ଶତପଥୀ ସାର୍। ସୁପ୍ରିୟା ସାହୁ, ଅଭିରାମ ସାମଲ, ସୋମା ଦେବୀ ଏବଂ ଶୁଭମ କୁମାରଙ୍କୁ ବେଷ୍ଟ ଭଲଣ୍ଟିୟର ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଦୀପ୍ତ କୁମାର ସାହୁ ସାର୍ ଏବଂ ରୀତା ଚାତାର ମ୍ୟାଡ଼ାମଙ୍କୁ ଶ୍ରେଷ୍ଠ ଯୁବ ରେଡକ୍ରସ ପରାମର୍ଶଦାତା ଭାବେ ସମ୍ମାନିତ କରାଯାଇଥିଲା। ଚତୁର୍ଥ ସକାଳରେ ଆମେ ସବୁ ବାକିତକ ଅନ୍ତେବାସୀ ପତିତ ପାବନ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଅନ୍ତଃକରଣରୁ ପ୍ରଣାମ କରି ଯେ ଯାହା ବାଟରେ ଫେରି ଆସୁଥିଲୁ। ଆଖି ଆଗରେ ତିନି ଦିନର ଅଜସ୍ର ଆନନ୍ଦମୟ ଅନୁଭବ ଝଲସି ଉଠୁଥିଲା। ଅମୂଲ୍ୟ ସାର୍ କେତେଥର ଉଚ୍ଚାରଣ କରିଥିଲେ ଅତିଥି ଦେବୋ ଭବ। ସତସତିକା ଆମମାନଙ୍କୁ ଦେବତା ଭଳି ଅଭ୍ୟର୍ଥନା ହିଁ ମିଳିଥିଲା। ପ୍ରତି ଛାତ୍ରଛାତ୍ରୀ ଭିତରେ ଆମେ ଦେବତାର ଦର୍ଶନ ହିଁ କରୁଥିଲୁ। ସେମାନେ ମହାନ ହୁଅନ୍ତୁ, ସେମାନେ ସ୍ୱଚ୍ଛ ରୁହନ୍ତୁ, ସୁନା ଭଳି ସ୍ୱଚ୍ଛ। ସେମାନେ ଆଗାମୀ ବିଶ୍ୱକୁ ସ୍ୱର୍ଣ୍ଣିମ ବିଶ୍ୱରେ ପରିଣତ କରନ୍ତୁ। ପ୍ରଜ୍ଞା ବା ପ୍ରତିଭା ନୁହେଁ, ପଦବୀ ବା ପ୍ରତିଷ୍ଠା ନୁହେଁ, ତାଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କର ପରିଚୟ ପତ୍ର ହଉ। ଏତେ ଆକର୍ଷଣୀୟ, ଏତେ ମନଲୋଭା ଓ ଏତେ ଅପାସରା କାର୍ଯ୍ୟକ୍ରମର ଅନୁଭୂତି ଦେଇଥିବାରୁ କେନ୍ଦୁଝର ଯୁବ ରେଡକ୍ରସ ପରିବାର ତରଫରୁ ମୁଁ ପତିତ ପାବନ ମହାବିଦ୍ୟାଳୟ ନିକଟରେ ଅମୂଲ୍ୟ ସାର୍, ଶରତ ସାର୍ ଏବଂ ଜଗବନ୍ଧୁ ଜେନା ସାର୍ଙ୍କ ନିକଟରେ ଚିରକାଳିକ ଋଣ ସ୍ୱୀକାର କରୁଛି। ମୁଁ ବିଶ୍ୱାସ କରେ ଯେ ଆମେ ଚିରକାଳ ସଭିଏଁ ସମସ୍ତଙ୍କ ହୃଦୟରେ ରହିବା। କାରଣ ଜୀବନରେ ଆଉ କ'ଣ ବା ଲୋଡ଼ା? ଟିକେ ସ୍ନେହ, ଟିକେ ସଦିଚ୍ଛା, ଟିକେ ଭଲ ପାଇବା ଛଡ଼ା।